Hello students, welcome to JK Tutorial 9777. ପିଲାମାନେ ଆମେ ସପ୍ତମ ଶ୍ରେଣୀର ଲେସନ୍ 3 ଗୋଟେ ଇଂରାଜୀ ବିଷୟ ଅଛି ଦ କ୍ୟାମେଲ୍। କ୍ୟାମେଲ୍ ମାନେ ପିଲାମାନେ କ'ଣ କହିଲ? କ୍ୟାମେଲ୍ ମାନେ ହେଉଛି ଓଟ। ଦେଖ ଏଠି ଗୋଟେ ସୁନ୍ଦର ପିକ୍ଚର ଦେଇଛି, ଦେଖିଲେ କି ନାହିଁ? ଏଇଟା କ'ଣ ନା ଓଟ ହେଲା। ତାପରେ ଏଠି ଦେଖ ଦେଇଛି ସୋସିଆଲାଇଜେସନ୍ ହେଲା ସାମାଜିକୀକରଣ। ତାପରେ ଦେଲା ସେସନ୍ 1 ପ୍ରି ରିଡ଼ିଂ। ଏଠି ପ୍ରି ରିଡ଼ିଂରେ ଦେଖ କିଛି ଦେଇଛି କ୍ୱେଶ୍ଚିନ୍ କହୁଛି ଲୁକ୍ ଆଟ୍ ଦ ପିକ୍ଚର ହ୍ୱାଟ୍ ଡୁ ୟୁ ସି। କହୁଛି କ'ଣ ନା ଏଠି ଆଗ ତମେ ଛବିଟିକୁ ଦେଖ, କ'ଣ ଦେଖୁଛ ଏ ଛବିରେ? ଏଠି କ'ଣ ଦେଖୁଛ? ଓଟ ଦେଖୁଛ କି ନାହିଁ? କହୁଛି ହାଭ୍ ୟୁ ସିନ୍ ଇଟ୍ ବିଫୋର୍। ଏହାକୁ ତୁମେ ପୂର୍ବରୁ ଦେଖିଛ କି? ଦେଖିଛ? ତାପରେ କହୁଛି ହ୍ୱେୟାର୍ ଡୁ ଦେ ଲିଭ୍। ସେମାନେ କେଉଁଠାରେ ବାସ କରନ୍ତି? କୋଉମାନେ? ଓଟମାନେ। ଓଟମାନେ କେଉଁଠାରେ ବାସ କରନ୍ତି? ଆମେ ପଢ଼ିବା ଜାଣିବା ହେଲା। ସାଧାରଣତଃ ତମେ ଜାଣିଥିବ ସେମାନେ ଡେଜର୍ଟରେ ବାସ କରନ୍ତି, ମରୁଭୂମିରେ ଓଟମାନେ ବାସ କରନ୍ତି ନାଇଁ କି? ତାପରେ ଦେଲା ହାଉ ଡୁ ଦେ ଲିଭ୍ ଇନ୍ ଦ ଡେଜର୍ଟ। ସେମାନେ ମରୁଭୂମିରେ କିପରି ବାସ କରନ୍ତି? ତାପରେ ଦେଲା ଲେଟ୍ ଅସ୍ ରିଡ୍ ଦ ଫଲୋଇଂ ଟେକ୍ସଟ ଟୁ ନୋ ମୋର୍ ଏବାଉଟ୍ କ୍ୟାମେଲ୍ସ। କହୁଛି କ'ଣ ନା ଆସ ବିଷୟଟିକୁ ଆମେ ପଢ଼ିବା ଏବଂ ଓଟ ବିଷୟରେ ଅଧିକ କଥା ଆମେ ଜାଣିବା। ତାହେଲେ ଏଠି ଦେଖ ହ୍ୱାଇଲ୍ ରିଡ଼ିଂ ଟେକ୍ସଟକୁ ଯିବା, ତାକୁ ପଢ଼ିବା, ତାର ମାନେ ମଧ୍ୟ ଆମେ କରିବା। ଏଠି ଦେଲା ରିଡ୍ ଦ ଫଲୋଇଂ ପ୍ୟାସେଜ୍ ସାଇଲେଣ୍ଟଲି ଆଣ୍ଡ ଆନ୍ସର ଦ କ୍ୱେଶ୍ଚିନ୍ସ ଦ୍ୟାଟ୍ ଫଲୋ। ଏଠି ଦେଲା ପାରାଗ୍ରାଫ 1ରେ କ'ଣ ନା ଆନ୍ ଆନିମଲ୍ which lives in the desert is the camel. People kept camels as pets many thousands of years ago. Camels usually live in small groups of up to 30 animals. Camels have long, saggy winter coats to keep them warm and shorter, tighter coats in the summer to keep them cool. A thirsty camel can drink as much as 30 gallons of water. That's about 500 full glasses in just 10 minutes. ପିଲାମାନେ ତାର ମାନେ ଆମେ କରିବା ଏବଂ କ'ଣ କରିବା? ଯେଉଁ ଡିଫିକଲ୍ଟ ସବୁ ଅଛି ୱାର୍ଡ ଗୁଡ଼ିକ ତମେ ତାକୁ ନୋଟ୍ କରିବ। ଏଠି କହିଲା ଆନ୍ ଆନିମଲ୍ ହୁଇଚ୍ ଲିଭ୍ସ ଇନ୍ ଦ ଡେଜର୍ଟ ଇଜ୍ ଦ କ୍ୟାମେଲ୍। କ୍ୟାମେଲ୍ ମାନେ ଜାଣିଲ କ'ଣ? ଓଟ। ଲିଭ୍ସ ହେଲା କ'ଣ? ବାସ କରନ୍ତି ହେଲା। ଏଠି କହୁଛି କ'ଣ ନା ଯେଉଁ ପଶୁଟି ମରୁଭୂମିରେ ବାସ କରେ ସେ ହେଉଛି ଓଟ। ପିଲାମାନେ ଓଟକୁ ଦେଖିଥିବ। ମରୁଭୂମି ମାନେ କ'ଣ? ମରୁଭୂମିର ଇଂଲିଶ ହେଉଛି ଏଠି ଡେଜର୍ଟ ହେଲା। ଏଠି କହୁଛି କ'ଣ ନା ଯେଉଁ ପଶୁଟି ମରୁଭୂମିରେ ବାସ କରେ ସେ ହେଉଛି ଓଟ, ତାକୁ ଆମେ ଓଟ କହିବା। ପିଲାମାନେ ଆମେ କ'ଣ ମରୁଭୂମିରେ ଯାଇ ବାସ କରିପାରିବା କି? ଆମେ ବାସ କରିପାରିବା ନାହିଁ। କିନ୍ତୁ ଇଏ ଏମିତି ଏକ ବିଚିତ୍ର ଜୀବ ଯାହାର ପାଦ ହେଉଛି ମାଂସଳ ଯୁକ୍ତ ହେଲା। ତେଣୁ ସେ କ'ଣ କରେ ନା ମରୁଭୂମି ତ ସାଧାରଣ ବାଲି, ଜାଣିଛ କି ନାହିଁ? ତେଣୁ ବାଲିରେ କେବଳ ଓଟ ହିଁ କ୍ଷିପ୍ର ଗତିରେ ଚାଲିପାରେ। ତାକୁ ଯିବା ଆସିବାରେ ତାର ପାଦ ଗୁଡ଼ିକ ତାକୁ ସାହାଯ୍ୟ କରିଥାଏ, କାରଣ ସେଗୁଡ଼ା ହେଉଛି କି ମାଂସଳ ହେଲା। ସେ ମାନେ ସେଠି ଯିବା ଆସିବାରେ ତାକୁ ସାହାଯ୍ୟ କରିଥାଏ। ଆମେ ବାଲିରେ ସାଧାରଣତଃ ଚାଲିପାରିବା ନାହିଁ, କାରଣ ଆମ ଗୋଡ଼ ସବୁ କ'ଣ କରିବ ନା ବାଲିରେ ଆମେ ପଶିଯିବ ଯେତେବେଳେ ପାଦ, ଆମେ ଚାଲିପାରିବା କି ଭଲସେ? କିନ୍ତୁ ତାକୁ ସେଇଟା ତାର ସୁବିଧାଜନକ, ତେଣୁ ସିଏ କ'ଣ କରିଥାଏ ନା ଜୋରେ ଚାଲିକି ସେ ଯାଇପାରେ ହେଲା। ଆମ ଗୋଡ଼ ଧସି ହେଇଯିବ କିନ୍ତୁ ତା ଗୋଡ଼ ଧସି ହେବ ନାହିଁ। ପିପୁଲ୍ କେପ୍ଟ କ୍ୟାମେଲ୍ସ as pets many thousands of years ago. ପିଲାମାନେ ଏଠି କହୁଛି ପିପୁଲ୍ ମାନେ କ'ଣ? ପିପୁଲ୍ ମାନେ କ'ଣ? ଲୋକମାନେ।
କେପ୍ଟ ମାନେ କ'ଣ? ଏଠି କେପ୍ଟ ମାନେ ହେଲା ରଖୁଥିଲେ। କିପ୍ରୁ ଏଠି କେପ୍ଟ ହେଇଛି। କିପ୍ ମାନେ କ'ଣ? ରଖିବା। କେପ୍ଟ ହେଉଛି ରଖୁଥିଲେ। କ୍ୟାମେଲ୍ସ ମାନେ ଜାଣିଲ ଓଟ ଗୁଡ଼ିକ। ପେଟ୍ ହେଲା କ'ଣ? ପେଟ୍ ମାନେ ହେଲା ପୋଷା। ହେଲା, ବୁଝିପାରୁଛ କି ନାହିଁ? ୱାର୍ଡ ଗୁଡ଼ିକ ନୋଟ୍ କରିବ। 1000 ମାନେ 1000 ବର୍ଷ ପୂର୍ବରୁ, ହେଲା, ବା 1000। ହେଲା, ଏଠି ଗଲା କ'ଣ ନା ବହୁତ 1000 ବର୍ଷ ପୂର୍ବେ ଲୋକମାନେ ଓଟ ଗୁଡ଼ିକୁ କ'ଣ କରୁଥିଲେ ନା ପୋଷା ପ୍ରାଣୀ ରୂପରେ ରଖୁଥିଲେ। ବୁଝିହେଲା କି ନାହିଁ? ତାପରେ କହିଲା କ୍ୟାମେଲ୍ସ ୟୁଜୁଆଲି live in small groups of up to 30 animals. ଏଠି କହୁଛି କ'ଣ ନା ସାଧାରଣତଃ ଓଟମାନେ ଛୋଟ ଛୋଟ ଦଳରେ ବାସ କରନ୍ତି, ଯାହାର ସଂଖ୍ୟା କ'ଣ ନା 30 ପର୍ଯ୍ୟନ୍ତ ଥାଏ। 30 animals। ସେମାନେ କ'ଣ କରିଥାନ୍ତି ନା ଛୋଟ ଛୋଟ ଦଳଯୁକ୍ତ ସେମାନେ ରହିଥାନ୍ତି ଏବଂ ସେ ଦଳର ସଂଖ୍ୟା ହେଉଛି 30 ଭିତରେ। ହେଲା, ବୁଝିହେଲା କି ନାହିଁ? କ୍ୟାମେଲ୍ସ have long saggy winter coats to keep them warm and shorter tighter coats in the summer to keep them cool. ଏଠି କହୁଛି କ'ଣ ନା ଓଟ ମାନଙ୍କର ଲମ୍ବା ଲମ୍ବା ଟାଁସ ଲୋମଯୁକ୍ତ ଶୀତ ଆବରଣ ରହିଛି। ବୁଝିହେଲା କି ନାହିଁ? ଏଠି ଶାଗି ମାନେ କ'ଣ? ଶାଗି ମାନେ ହେଲା ଲୋମପୂର୍ଣ୍ଣ। ହେଲା, ୱିଣ୍ଟର ମାନେ ଜାଣିଛ ଶୀତ। କୋଟ୍ ମାନେ କ'ଣ? ବସ୍ତ୍ର। ଓଟମାନଙ୍କର ଯେଉଁ ଲମ୍ବା ଲମ୍ବା ଟାଁସ ଲୋମଯୁକ୍ତ ଶୀତ ଆବରଣ ସବୁ ରହିଛି, ଯାହାକି ସେମାନଙ୍କୁ କ'ଣ କରୁଛି ନା ଉଷୁମ ରଖିବାରେ ସାହାଯ୍ୟ କରେ ଏବଂ ଗ୍ରୀଷ୍ମରେ କ'ଣ କରେ? ଶୀତଳ ରଖିବାକୁ ମଧ୍ୟ ଛୋଟ ଛୋଟ ପରିଷ୍କାର ଆବରଣ ରହିଛି। ହେଲା, ସମର ମାନେ କ'ଣ? ଗ୍ରୀଷ୍ମ। ତେଣୁ ଛୋଟ ଛୋଟ ଆବରଣ ରହିଛି କ'ଣ? ଗ୍ରୀଷ୍ମ ଋତୁରେ ତାଙ୍କୁ ସାହାଯ୍ୟ କରିବାରେ। ହେଲା, ଟାଇଡର ମାନେ ପିଲାମାନେ କ'ଣ? ଏଠି ଟାଇଡର ହେଲା ପରିଷ୍କାର ଆବରଣ। ଏଟା ଶୀତ ଦିନେ ତାକୁ କ'ଣ କରେ ନା ଯେଉଁ ଉଷୁମ ରଖିବାକୁ ଯେଉଁ ଶାଗି ୱିଣ୍ଟର କୋଟ୍ସ, ଉଷୁମ ବସ୍ତ୍ର ପରିଧାନ ଯେମିତି ଆମେ କରନ୍ତି ଶୀତ ଦିନେ, ସେମିତି ତାଙ୍କର ଯେଉଁ ଟାଁସିଆ ଲୁମ ଥାଏ ଯେଉଁ, ସେଗୁଡ଼ା ସିଏ କ'ଣ କରିଥାଏ ନା ଶୀତ ଦିନେ ତାକୁ ସାହାଯ୍ୟ କରିଥାଏ ଏବଂ ଗ୍ରୀଷ୍ମରେ ସେମାନଙ୍କୁ କ'ଣ କରିଥାଏ ନା ତାଙ୍କର ଯେଉଁ ଛୋଟ ଛୋଟ ପରିଷ୍କାର ଆବରଣ ସବୁ ରହିଛି ତାକୁ ମଧ୍ୟ ସାହାଯ୍ୟ କରେ ଖରାଦିନେ। ହେଲା, ତାପରେ କହିଲା କ'ଣ ନା ଏ ଥାର୍ଷ୍ଟି କ୍ୟାମେଲ୍ କ୍ୟାନ୍ ଡ୍ରିଙ୍କ ଆଜ୍ ମଚ୍ ଆଜ୍ 30 gallons of water. That's about 500 full glasses in just 10 minutes. ଗୋଟିଏ ତୃଷାତ ବା ଶୋଷିଲା ଓଟ 10 ମିନିଟ୍ରେ 30 ଗ୍ୟାଲନ ପର୍ଯ୍ୟନ୍ତ ପାଣି ପିଇ ପାରିବ, ଯାହାକି ପାଖାପାଖି କ'ଣ ନା 500 ଗ୍ଲାସ ପୂର୍ଣ୍ଣ ପାଣି ଅଟେ। ହେଲା, 500 ଫୁଲ୍ ଗ୍ଲାସେସ୍। ହେଲା, ଦେଖୁଛୁ କ'ଣ ଗ୍ୟାଲେନ୍ ମାନେ ଏଠି କ'ଣ ହେଲା ପିଲାମାନେ? ଗ୍ୟାଲନ୍ସ ହେଲା ତରଳ ପଦାର୍ଥ ମାପିବାର ଏକକ। ହେଲା, ଏଠି କହୁଛି କ'ଣ ନା 1 ଗ୍ୟାଲନ୍ସ। ପିଲାମାନେ ଏଇଟା ଜାଣିଥାଅ, 1 ଗ୍ୟାଲନ ହେଉଛି ଯାହାର ମାପ 3 ଲିଟର 750 ମିଲି। ତାକୁ କ'ଣ କରିବ ନା ଇଣ୍ଟୁ କରିକି 30 କରିଦେବ, ଯାହା ହବ। ହେଲା, ତେଣୁ ଏ କହୁଛି କ'ଣ ନା ଯାହାକି ଏଟା 500 ଗ୍ଲାସ ପୂର୍ଣ୍ଣ ପାଣି ସହିତ ସମାନ। ବୁଝିହେଲା କି ନାହିଁ? ଆରେ ବୁଝିପାରିଲେ କି ନାହିଁ ପିଲାମାନେ? ଗୋଟେ ଶୋଷିଲା ଓଟ କ'ଣ କରିଥାଏ ନା 10 ମିନିଟ୍ରେ ସେ 30 ଗ୍ୟାଲନ ମାନେ 500 ପାଖାପାଖି ଗ୍ଲାସ ପାଣି ସେ ପିଏ। ବୁଝିଲେ କି ନାହିଁ ଏଥର? ତାପରେ ଆମେ ସେକେଣ୍ଡ ପାରାକୁ ଯିବା। ଏଠି ଦେଖ, there are 2 different types of camels. କହୁଛି କ'ଣ ନା 2 ପ୍ରକାରର ଓଟ ଅଛନ୍ତି। One known as the dromedary has only a single hump. ସେ କହୁଛି କ'ଣ ନା ଗୋଟିଏ ପ୍ରକାର ଓଟ ଯାହାର ଡ୍ରୋମେଡାରୀ ନାମରେ ସେ ପରିଚିତ। ବୁଝିପାରିଲ କି ନାହିଁ? ଏଠି ଡ୍ରୋମେଡାରୀ ତାର ମାନେ ସେ ଓଟ ଯେଉଁ ଅଛନ୍ତି ସେ ହେଉଛନ୍ତି କ'ଣ ଗୋଟିଏ ଯେଉଁ ତାର କୁଜ ଅଛି। ହମ୍ପ ମାନେ କ'ଣ? ସିଙ୍ଗିଲ ହମ୍ପ। ହମ୍ପ ମାନେ ହେଲା କୁଜ, ସିଙ୍ଗିଲ ମାନେ ଗୋଟିଏ କୁଜ। ଦେଖ, ଯେଉଁ ଦେଖିଲ ତୁମେ ଚିତ୍ରରେ ଓଟର ଏଇଟା କ'ଣ କୁଜ କି ନାହିଁ? ବୁଝିପାରୁଛ କି ନାହିଁ? ତେଣୁ ଗୋଟେ ଗୋଟେ ଓଟରେ ଦେଖିବ ଗୋଟିଏ କୁଜ ଥାଏ,
आउ गोटे गोटे ओटरे अच्छी दुईटा कोज मध्य तांकर अच्छी पढ़िबा ए जो ड्रोमेडारी ओट तार होची गोटिए कुज बुझिले कि नहीं। द अदर इज कॉल्ड ए बैक्टेरियन कैमेल एंड हैज 2 हम्स। एने कौन कहउतली पिला माने गोटे गोटे ओटर गोटे गोटे कुज अच्छी आउ गोटे गोटे ओटर अच्छी दुई दुईटी कुज बुझिले कि नहीं। तेणु गोटे है कौन ना ड्रोमेडारी गोटे है बैक्टेरियन। तेणु से कौन कौन ना अन्यटी को बैक्टेरियन ओट कह जाए एवं एहार दुईटी कुज रही बुझेला। द हम्स हेल्प द एनिमल टू सर्वाइव इन द डेजर्ट बाय एक्टिंग एज स्टोरेज कंटेनर्स। हेल्प माने कौन साहाଯ୍य पिला माने बुझी परछो कि नहीं। सर्वाइव माने कौन सर्वाइव है बंची रहिबा बंचीबा नहीं कि डेजर्ट माने जानिचो डेजर्ट माने है मरुभूमि। तेणु से कौन कौन ना कुज गुड़िक संचय पात्र हिसाब से कार्य करी पशुटी को मरुभूमि रे बंचीबारे साहाଯ୍य करिथाए। ए जो ओट आमे देखुचंदी से मरुभूमि रे रही कारण मरुभूमि रे तमे जानिचो खाली बाली ही बाली पानी सेठी न थाए साधारणतः खूब कम थाए गोटे गोटे जगार थाए सबुआड़े न थाए पानी। तेणु ए जो कुज तांको कौन करथाए ना पानी पाई साहाଯ୍य करिथाए बंचिबा पाई तांको साहाଯ୍य करिथाए कौन ना तांकर जो कुज बुझेला पिला माने। ए पिला माने देखो जो स्टोरेज है कौन ना से संचिकी रखी थाए कंटेनर्स है पात्र बुझेला। तेणु सी कौन करता ता जो कुज से स्टोरेज करके रखे सेटा है तार कंटेनर्स बुझेले कि नहीं। तेणु मु आशा करुच्ची भल भाव निश्चित भाव में तमें बुझीथिब। तापरे आमे कंप्रेशन क्वेश्चन आंसर गुड़ी को करवा पिला माने बही रे सब क्वेश्चन देखि नब मुझे आंसर करनी। देख देला फास्ट कौन व्हेयर डू कैमेल्स लिव। ओट माने साधारणतः केउठारे रुहंती नहीं कि रे आंसर देख कैमेल्स लिव इन द डेजर्ट ताले कोठी रहंती डेजर्ट रे रहंती। डेजर्ट माने मरुभूमि नहीं कि तापर कोची सेकंड रे कोची आर द कैमेल्स वाइल्ड एनिमल्स हाउ डू यू नो। कोची ओट माने बणुआ पशु अटंती तुमे किपरि जानुच। No, the camels are not wild animals because many thousands of years ago people kept them as pets. कौन करथिले पिला माने लोक माने कौन करथिले से मानकु गृहपालित पशु भाबरे रखुतिले पोषा प्राणी भाबरे बुझिले कि नहीं। हजार हजार वर्ष पूर्वरु हमें पढ़ी के आसिले नहीं कि से माने कौन करथिले तांकु सबु रखुतिले पोषा प्राणी हिसाब रे। तेणु सी कौन वाइल्ड एनिमल्स नुहे बणुआ पशु नुहे बोली जानिले कि नहीं। तापरे थर्ड क्वेश्चन को जीवा हाउ डू कैमेल्स लिव सिंगल और इन ग्रुप्स। ओट माने किपरि वास करंती एकुटिया अथवा दलबद्ध भाव रे क्वेश्चन कहूची नहीं कि हम आंसर कौन करचंदी ना कैमेल्स लिव इन ग्रुप्स ऑफ अप टू 30 एनिमल्स। से माने कौन करथांती ना ग्रुप रे वास करंती दलिय दल रे वास करंती एवं तांकर दलर संख्या 30 बा 30 भितरे नहीं कि तापर होची कोन फोर क्वेश्चन को देखो व्हाट हेल्प्स देम कीप वार्म। कौन से मानकु उषुम बा गरम रखे। एटा देखो द लॉन्ग saggy winter coats help them keep warms। बुझिले कि नहीं जो टाणुआ लोमयुक्त विंटर कोट्स तांकु हेल्प कराए हैला। तापर हैला कोन ना व्हाट कीप्स देयर बॉडीज कूल इन समर। कौन ग्रीष्म रे सेमानकर शरीर को शीतल रखे। एटा देखो 5 नंबर द शॉर्टर tighter coats keep their bodies cool in summer। तापरे 6 नंबर टी देखो how much water
डज ए कैमल ड्रिंक इन 10 मिनिट्स गोटे ओट 10 मिनिट रे केते पानी पी थाए कि नहीं एबे संगे संगे हमें पढ़ीचे देखो ये आंसर कर नब कौन ना द कैमल ड्रिंक्स as much as 30 gallons of water which is about 500 full glasses in 10 minutes बुझेला। नेक्स्ट देखो 7 नंबर टी हाउ मेनी टाइप्स ऑफ कैमल्स आर देयर केते प्रकार ओट अछंदी देयर आर 2 टाइप्स ऑफ कैमल्स दुई प्रकार ओट हम सब देखती ना कि तापर देखो 8 नंबर व्हाट आर दे से गुड़िक कौन दे आर ड्रोमेंडारी एंड बैक्टेरियन ए दीटा ना कही कि नहीं बही अच्छी पिला मैंने देखिबो ड्रोमेंडारी गोटे को कह जाए बैक्टेरियन है तापर लास्ट क्वेश्चन देखो व्हाट हेल्प्स द कैमल्स टू लिव इन द डेजर्ट The hump helps the camels to live in the desert by acting as storage containers. परवर्ती वीडियो रे आमे अलगा क्वेश्चन आंसर सब करिवा तुमे माने आशा करूची नियति भल भाबरे बुझितिबो एवं तार माने गुडी को सब नोट करिवो क्वेश्चन आंसर गुडी को सब लेखिबो नोट रे भल लगिले भिडियोटी लाइक करिवो कमेंट करिवो सांगसाथी मानक संग सब शेयर करिवो एवं सब्सक्राइब करिया पई भूलिबो नहीं। रहूची जय जगन्नाथ।